ମାନେ ଆଜି ସକାଳୁ ମୁଁ ଯାଜପୁର ଟାଉନରୁ ବାହାରିଲି, ଯୋଉଟା କି ବର୍ତ୍ତମାନ ରାସ୍ତାରେ ଯାଉଛି। ଆଜି ଆମେ ପାଣିକୋଇଲରୁ ଭାକୁର ମାଛ ନବା ଏବଂ ତରକାରୀ କରିକି ଆପଣଙ୍କୁ ଦେଖେଇବି। ସାଙ୍ଗମାନେ ବର୍ତ୍ତମାନ ମାଛ ଦୋକାନ ଆମେ ପହଞ୍ଚାଇଛନ୍ତି। ଆମର ବର୍ତ୍ତମାନ ମାଛ ଓଜନ ହେଇଯାଇଛି। ବର୍ତ୍ତମାନ ମାଛଟି କଟା ହେଉଛି। ଭାଇ ଟିକେ ଭଲ ପିସ୍ କରି କାଟିବେ। ପେଟ ପିସ୍ ମାଛ କିଣି ସାରିଛୁ, ଆମେ ଯାଉଛୁ ଏବେ। ବର୍ତ୍ତମାନ ମାଛ ଆସିଯାଇଛି ରୁମରେ ମୁଁ ପହଞ୍ଚି ସାରିଛି ସାଙ୍ଗମାନେ। ବର୍ତ୍ତମାନ ମାଛଟାକୁ ଧୋଇ ଭଲ କରି ତାକୁ ଲାଇନ୍ ଏବଂ ଦେଖେଇବି। ସାଙ୍ଗମାନେ ମାଛ ଧୁଆ ସରିଛି। ବର୍ତ୍ତମାନ ହଳଦୀ ଟିକେ ପକେଇଦବା। ହଳଦୀ ଟିକେ ଭଲସେ ଚାରିଆଡ଼େ ମୁଁ ପକେଇ ସାରିଲିଣି ହଳଦୀ ବର୍ତ୍ତମାନ ପାଇଁ। ବର୍ତ୍ତମାନ ହାତରେ ଟିକେ ତାକୁ ଭଲ ଭାବରେ ପାଣି ଦେଇକି ଟିକେ ଗୋଳେଇ ଦେବା, କାରଣ ହଳଦୀରେ ଆଣ୍ଟିବାୟୋଟିକ୍ ଥାଏ। ବର୍ତ୍ତମାନ ସାଙ୍ଗମାନେ କଡ଼ା ତେଲ ଗରମ ହେଇସାରିଛି ବର୍ତ୍ତମାନ ପାଇଁ। ଆଉ ଆମେ ବର୍ତ୍ତମାନ ହେଉଛି ମାଛ ପକେଇବା। ଦେଖନ୍ତୁ କେମିତି ମାଛ ପକାଯିବ, ମାଛଟା କେଉଁ ପ୍ରକାର ଛଣାଯିବ। ବର୍ତ୍ତମାନ ମାଛଟା ଆଉ ଟିକେ ହାତରେ ଆମେ ମାଛ ଉପର ତଳ କରିଦେଲେ କ୍ୟାମେରାରେ ଆପଣଙ୍କୁ ଦେଖାହେଉଛି ବାଁ ହାତ, ବଟ୍ ମୁଁ ଡାହାଣ ହାତଟା। ବର୍ତ୍ତମାନ ମାଛଟି ମୁଁ ପକାଇ ସାରିଛି ତେଲରେ। ଦେଖନ୍ତୁ କି ପ୍ରକାର ମାଛଟି ଆମର ଗରମ ହେଇଥିଲା ବୋଲି ଭଲ ଭାବରେ ଫୁଟୁଛି ତେଲ। ମାଛ ଛଣା ସରିବ। ମାଛ ଛଣା ସରିକି ଆମେ ରଖିବା ଏବଂ ତା'ର ମସଲା ମସଲି ଆମେ ରେଡ଼ି କରିବା। ଏବେ ଦେଖନ୍ତୁ ମାଛଟା ମୁଁ କେମିତି ପକାଉଛି। ବର୍ତ୍ତମାନ ମାଛ ଓଭରାଲ୍ ଆମ ଜାଗା ସ୍ପେସ୍ କମ୍ପ୍ଲିଟେଡ଼ ହେଇଗଲା ଆଉ ନାହିଁ। ସେଥିପାଇଁ ସାଙ୍ଗମାନେ ବର୍ତ୍ତମାନ ପାଇଁ ମସଲା ମୋତେ କରିବାକୁ ପଡ଼ିବ, କାରଣ ମାଛ ତରକାରୀ କରିବା। ଚାଲନ୍ତୁ ଅଦା ଆଉ ରସୁଣ ଟିକେ ହାଲକା ହାଲକା ଛଡ଼େଇ ଦେବା। ବର୍ତ୍ତମାନ ମୁଁ ରସୁଣଟି ଛଡ଼ଉଛି। ଦେଖନ୍ତୁ ଚୋପାଟି ଛଡ଼େଇ ଦେଲି। ଚୋପା ଛଡ଼େଇକି ଏବେ ତା ଉପରେ ଆମେ ରଖିବା, ପ୍ଲସ୍ ଅଦା ମିଶାଇ ଦେବା, ତାପରେ ମିକ୍ସିରେ ପୁରେଇ ଦେବା। ସାଙ୍ଗମାନେ ବର୍ତ୍ତମାନ ମାଛ ତେଲ କଡ଼ାରେ ପଡ଼ିଛି। ମାଛ ଟାଇମ୍ ଲାଗିବ, କିନ୍ତୁ ଆଜି ଯେଉଁଟାକି ମାଛ ଆଳୁ ତରକାରୀ କରିବାର ଥିଲା ମୋର, ବର୍ତ୍ତମାନ ପାଇଁ ଆଳୁଟି ସରିଯାଇଥିଲା। ଯାହା ହଉ ଖରା ହେଉଛି, ଯାଇକି ବଜାର ଆଣିବା ପାଇଁ ବହୁତ କଷ୍ଟ। ରିଲାଏନ୍ସ ଜିଓ ମାର୍ଟରୁ ମୁଁ ଅର୍ଡ଼ର କରିଥିଲି। ବର୍ତ୍ତମାନ ପାଇଁ ଆମ ପାଖରେ ଆସିକି ଯାହା ଆଳୁ ପହଞ୍ଚି ସାରିଛି। ଜିଓ ମାର୍ଟରୁ ଅନଲାଇନ୍ ସୁବିଧା ଏହା ଯେ ଘରେ ବସି ଆପଣ ମଗାଇ ପାରିବେ, ଯେଉଁଟାକି ବେଟର୍, ବିଶେଷ କରି ଖରା ଦିନ। ରିଲାଏନ୍ସ ଆଳୁ ପଳେଇ ଆସିଛି। ସୁବିଧା ହେଲା। ବର୍ତ୍ତମାନ ମୋତେ ମାର୍କେଟ ଯିବାକୁ ପଡ଼ିବ ନାହିଁ। ଆଳୁକୁ କାଟିକି ବର୍ତ୍ତମାନ ମୁଁ ରୋଷେଇ କରିପାରିବି। ମୋ ସମୟ ବି ବଞ୍ଚିଲା, ଟାଇମ୍ ବି ବଞ୍ଚିଲା। ତା ସହିତ ମୋର ଟିକେ ନିପଟ ବି ପଳେଇ ଆସିଛି। ଏବଂ ମାର୍କେଟରେ ଯାଇଥିଲି ଲେମ୍ବୁ ଗୋଟା ମୋତେ 20 ଟଙ୍କା 3ଟା କହିଲା, ବର୍ତ୍ତମାନ 7 ଟଙ୍କାରେ ସାଙ୍ଗମାନେ 2ଟା ମଗେଇଛି ଲେମ୍ବୁ। ସାଙ୍ଗମାନେ ବର୍ତ୍ତମାନ ପାଇଁ ମୁଁ ମାଛଟି ଭଲ ଭାବରେ ଭାଜି ଦେଇଛି। ବର୍ତ୍ତମାନ ମାଛଟା ପୁରା ଭଲସେ ଭଜା ହେଇଛି କରାପରେ ଆମେ ମାଛ ଛାଣି ନେବା। ତେଲ ଛାଣି ନେଇ ତାପରେ ଆମେ ନେକ୍ସଟ ରୋଷେଇ ଷ୍ଟାର୍ଟ କରିବୁ। ଯେଉଁଟାକି ରୋଷେଇ କରିବା ପାଇଁ ମୋତେ ଟିକେ ପ୍ରୋବ୍ଲେମ୍ ହୁଏ, କିନ୍ତୁ ମୁଁ ଧୀରେ ସୁସ୍ଥେ ରୋଷେଇ କରିପାରେ ଭଲ ଭାବରେ। ତାପରେ ମାଛଟି ବର୍ତ୍ତମାନ ପାଇଁ ଭଲ ଭାବରେ ରେଡ଼ି ହେଇଯାଇଛି। ମାଛଟି ଆମେ ଛାଣିକି ରଖିଦେବା। ଏବେ ଆମେ ମସଲା ରେଡ଼ି କରିବା। ମସଲା ରେଡ଼ି କରିସାରିଲା ପରେ ତାପରେ ଆମେ ରୋଷେଇ ଷ୍ଟାର୍ଟ କରିବା। ହାଏ ସାଙ୍ଗମାନେ, ବହୁତ ପସନ୍ଦ ପରେ ମାଛ ଭଜାଟି ଆମର କମ୍ପ୍ଲିଟ୍ ହେଇଯାଇଛି। ଦେଖନ୍ତୁ ମାଛ ଭଜା ଆମର ହେଇସାରିছে। ଭାକୁର ମାଛ ଏବଂ ମସଲା ଆମର ପୁରା ରେଡ଼ି ହେଇଛି। ମସଲାରେ ଅଦା ରସୁଣ ପେଷ୍ଟ ରହିଛି, ହଳଦୀ ରହିଛି, ଲୁଣ ରହିଛି, ଲଙ୍କାଗୁଣ୍ଡ ରହିଛି, କଟା ଟମାଟୋ, ତା ସହିତ ଆମର ଗୋଟା ଡାଲଚିନି ଏବଂ କଟା ପିଆଜ। ବର୍ତ୍ତମାନ ଆଳୁ ଆମର ତେଲରେ ଭଜା ହେଉଛି। ଆଳୁ ଭଜା ସରିଲା ପରେ ଆମେ ତାପରେ ରୋଷେଇଟି ଷ୍ଟାର୍ଟ କରିବା। ସାଙ୍ଗମାନେ ବର୍ତ୍ତମାନ ଆମେ ରୋଷେଇଟି ଷ୍ଟାର୍ଟ କରିବା। ତେଲର କଡ଼ା ଗରମ ହେଇ ଡାଲଚିନିଟାରେ ପ୍ରଥମେ ପକାଇଦେଲେ, ତାପରେ କଟା ହେଇଥିବା ପିଆଜଟି ଆମେ ପକାଇବା ତେଲରେ। ବର୍ତ୍ତମାନ ସବୁ ପିଆଜ ଧୀରେ ଧୀରେ କରିକି ଆମେ ସବୁକୁ ପକାଇଦେବା ଏବଂ এই ପିଆଜଟି ଆମର ଯେପର୍ଯ୍ୟନ୍ତ ବ୍ରାଉନ୍ କଲର୍ ନ ଆସିଥିବ ସେ ପର୍ଯ୍ୟନ୍ତ ଆମେ ତାକୁ ଫ୍ରାଏଡ଼୍ କରିବା। ତାପରେ ମସଲା ପଡ଼ିବ ଏବଂ ତାପରେ ଟମାଟୋ ପଡ଼ିବ।
ଚାଲନ୍ତୁ ଆଉ ଡେରି ନକରି ଆମେ ପେଷ୍ଟକୁ ଫ୍ରାଏଡ଼୍ କରିନେବା। ବର୍ତ୍ତମାନ ପାଇଁ ମୁଁ ଦେଖନ୍ତୁ ଯେଉଁଟାକି ମୁଁ ବର୍ତ୍ତମାନ ତାକୁ ଫ୍ରାଏଡ଼୍ କରୁଛି। ଭଲ ଭାବରେ ତାକୁ ମିକ୍ସ କରିଦେଲି ତେଲ ସହିତ, ଯେଉଁଟାକି ଟାଇମ୍ ଟିକେ ଲାଗିବ ଏବଂ ଫ୍ରାଏଡ଼୍ ବି ହେଇଯିବ। ହେଇସାରିଲା ପରେ ତାପରେ ଆମେ ମସଲା ପକାଇବା। ମସଲା ପକାଇ ଆମେ ତାକୁ ମିକ୍ସ କରିନେବା ସବୁ କିଛି। ଚାଲନ୍ତୁ ସାଙ୍ଗମାନେ, ବର୍ତ୍ତମାନ ମସଲାଟି ଏବେ ରେଡ଼ି ହେଇଯାଇଛି। ବର୍ତ୍ତମାନ ତାକୁ ଆମେ ଭଲ ଭାବରେ ଟିକେ କଷି ନେବା। କଷି ସାରିଲା ପରେ ତାପରେ ଆମେ ଆଳୁକୁ ମିକ୍ସ କରିବା। ଆଳୁକୁ ମିକ୍ସ କରିକି ତାକୁ ମିକ୍ସ କରିସାରିଲା ପରେ ଗରମ ପାଣି ଦେଇ ଆମେ ମାଛଟି ପକାଇବା। ଚାଲନ୍ତୁ ବର୍ତ୍ତମାନ ଆଳୁଟି ଯେଉଁ ମୁଁ ଭାଜିକି ରଖିଥିଲି ତାକୁ ମସଲା ସହିତ ମିକ୍ସ କରି ନେବା। ସବୁ ଆଳୁ ପକାଇଦେଲି। ଆପଣ ଭାବୁଥିବେ ଯେ ମୁଁ ତ କହିଥିଲି ଏତେ ଆଳୁ କ'ଣ ପାଇଁ ପକାଇଲି, ସିଙ୍ଗଲ୍ ପର୍ସନ୍ ଥିଲି, ବଟ୍ ମୋର କିଛି ରିଲେଟିଭ୍ ରାତିରେ ଆସିବାର ଥିଲେ, ସେଥିପାଇଁ ମୁଁ ପକାଇ ଦେଉଛି। ହେଇପାରେ ରାତିରେ ମୋର ବି ମାଛ ତରକାରୀ ରହିଯାଇପାରିବ। ଚାଲନ୍ତୁ ମୁଁ ମିକ୍ସ କରିନେବି। ଆଳୁ ବର୍ତ୍ତମାନ ପାଇଁ ପୁରା ଭଲ ଭାବରେ ତାକୁ ମିକ୍ସ କରିନେଲେ, ଯେଉଁଟାକି ମସଲା ଆମର ଅଲରେଡ଼ି କମ୍ପ୍ଲିଟେଡ଼ ଫ୍ରାଏଡ଼୍ ହେଇଛି, କିନ୍ତୁ ତା ସହିତ ଆଳୁଟି ଆମର ମସଲା ସ୍ମେଲ୍ ନ କରିବା ଦରକାର। ସାଙ୍ଗମାନେ, ବର୍ତ୍ତମାନ ମାଛ ତରକାରୀ ବର୍ତ୍ତମାନ ଫୁଟୁଛି। ବର୍ତ୍ତମାନ ଆମେ ତା ଦେହରେ ଆମେ ମାଛ ଯେଉଁ ଭାଜି ରଖିଥିବା ପକାଇବା। ଚାଲନ୍ତୁ ସାଇଜ୍ କରିକି ଆମେ ଗୋଟେ ଗୋଟେ କରି ପକାଇବା, ଯେମିତି ସବୁ ମାଛ ଯେଉଁଟାକି ତା ମାଛର ଯେଉଁ ଝୋଳ ଅଛି ସବୁ ମାଛ ପିଇବା ଦରକାର, ନହେଲେ ମାଛର ଟେଷ୍ଟ ଲାଗିବ ନାହିଁ। ସାଇଜ୍ କରି ଆମେ ପକାଇଦେବା। ବର୍ତ୍ତମାନ ଦେଖନ୍ତୁ ମୁଁ ସବୁ ସାଇଜ୍ କରିକି ସେଟ୍ କରିକି ବର୍ତ୍ତମାନ ପକାଇ ଦେଇଛି। ଏଇଟା କିଛି ସମୟ ଗଲା ପରେ ମାଛଟି ଆମର ଭଲ ଭାବରେ ଫୁଟିବ। ଫୁଟି ସାରିଲା ପରେ ଆମେ ତାକୁ ଧୀରେ ସେ ଓହ୍ଲାଇ ଦେବା। ଓହ୍ଲାଇ ସାରିଲା ପରେ ଆମର ମାଛ ତରକାରୀ ରେଡ଼ି ହେଇଯିବ। ଆଉ ଆପଣଙ୍କର ମାଛ ତରକାରୀ ରେଡ଼ି ହେଇଯିବ। ଏଇଭଳିଆ ଭିଡ଼ିଓ ଆପଣ ଦେଖିବା ପାଇଁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ ବେଲ୍ ବଟନ୍ ଦବାନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ।